ଆପଣମାନଙ୍କୁ ସ୍ୱାଗତ ଆପଣଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଜେ ସ୍ମାଇଲ୍ ୱାର୍ଲ୍ଡକୁ। ଆଜିର ଲେଟରଟି ଆପଣମାନଙ୍କ ପାଇଁ ରହିଛି କଣ୍ଡକ୍ଟିଂ ଡିବେଟ୍ କମ୍ପିଟିସନ୍ ଅନ୍ ସାଇବର ସେଫ୍ଟି ଆୱାରନେସ୍ କ୍ୟାମ୍ପେନ୍ 2025। ତ ସାଇବର ସେଫ୍ଟି ଆୱାରନେସ୍ କ୍ୟାମ୍ପେନ୍ 2025 ଉପରେ ଗୋଟେ ଡିବେଟ୍ କମ୍ପିଟିସନ୍ ଆପଣଙ୍କର କରାଯିବ। ତା ରିଲେଟେଡ୍ ଆଜିର ଲେଟରଟି ରହିଛି। ଲେଟରଟି ଆପଣଙ୍କର ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି ତରଫରୁ କରାଯାଇଛି। ଲେଟର ନମ୍ବର ରହିଛି 11276, ଡେଟ୍ ରହିଛି 23/10/2025। ଲେଟରଟି ଆପଣଙ୍କର ଅଲ୍ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସର୍ସ ଆଣ୍ଡ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ କୋଅର୍ଡିନେଟର୍ସ ସମଗ୍ର ଶିକ୍ଷା ଅଲ୍ 30 ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା ପାଖକୁ କରାଯାଇଛି। ଯଦି ଲେଟରଟିକୁ ଆମେ ସମ୍ପୂର୍ଣ୍ଣ ଭାବେ ଦେଖିବା, ପୁଲିସ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରଖି ସାଇବର ସୁରକ୍ଷା ସଚେତନତା ଅଭିଯାନ 2025ରେ ଶିକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ଏବଂ ସ୍କୁଲ ଇତ୍ୟାଦିଙ୍କୁ ସାଇବର ବିପଦ, ସୁରକ୍ଷିତ ଡିଜିଟାଲ ଅଭ୍ୟାସ ଏବଂ ସାଇବର ଅପରାଧ ରିପୋର୍ଟ କରିବା ବ୍ୟବସ୍ଥା ବିଷୟରେ ସଚେତନ କରିବା ପାଇଁ ସାଇବର ସୁରକ୍ଷା ସଚେତନତା ଅଭିଯାନ 2025 ଉପରେ ବିତର୍କ ପ୍ରତିଯୋଗିତା ଆୟୋଜନ ପାଇଁ ସମସ୍ତ ପଦକ୍ଷେପ ନିଅନ୍ତୁ ବୋଲି ଲେଟରଟି କରାଯାଇଛି। ଯଦି ଦେଖିବା ଆପଣଙ୍କର ଏଇ ଯେଉଁ ସଚେତନତା କାର୍ଯ୍ୟକ୍ରମ ଦେଖନ୍ତୁ, ଏଠି ଆପଣଙ୍କର 18 ଅକ୍ଟୋବରରୁ 17 ନଭେମ୍ବର 2025 ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅଭିଯାନଟି ଚାଲିବ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଶିକ୍ଷାର୍ଥୀ, ବୃତ୍ତିଗତ ମହିଳା, ବରିଷ୍ଠ ନାଗରିକ, ସାଧାରଣ ଲୋକଙ୍କୁ ଆପଣଙ୍କର ସାଇବର ବିପଦ, ସୁରକ୍ଷିତ ଡିଜିଟାଲ ଅଭ୍ୟାସ ଏବଂ ସାଇବର ଅପରାଧ ରିପୋର୍ଟ କରିବା ପାଇଁ ବ୍ୟବସ୍ଥା ବିଷୟରେ ସଚେତନତା କରିବା। ତ ଏଠି ଯେଉଁ ଆପଣଙ୍କର ଡିବେଟ୍ କମ୍ପିଟିସନ୍ଟି କରାଯିବ ଆପଣଙ୍କର କ୍ଲାସ୍ 8ରୁ ଦେଖନ୍ତୁ, ଆପଣଙ୍କର କ୍ଲାସ୍ 8ରୁ 12 ପର୍ଯ୍ୟନ୍ତ ଷ୍ଟୁଡେଣ୍ଟସ୍ ମାନେ ପାର୍ଟିସିପେଟ୍ କରିପାରିବେ। ଓକେ, ଏବେ ଦେଖିବା ଆପଣଙ୍କର ଏଇ ଯେଉଁ ପ୍ରତିଯୋଗିତାଟି କରାଯିବ 34ଟି ପୋଲିସ ଜିଲ୍ଲାରେ ଏହି ପ୍ରତିଯୋଗିତା ଆପଣଙ୍କର କରାଯିବ। ତ ବ୍ଲକ ସ୍ତରୀୟ ଯେଉଁ ପ୍ରତିଯୋଗିତା କରାଯିବ, ପ୍ରତ୍ୟେକ ବ୍ଲକର ସ୍କୁଲ ଗୁଡ଼ିକ ମଧ୍ୟରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଥିରୁ 2 ଜଣ ଶିକ୍ଷାର୍ଥୀ, ଜଣେ ଓଡ଼ିଆ ଏବଂ ଜଣେ ଇଂରାଜୀରେ ମନୋନୀତ ହେବେ। ଏହି କାର୍ଯ୍ୟକ୍ରମ 18ରୁ 31 ଅକ୍ଟୋବର 2025 ପର୍ଯ୍ୟନ୍ତ ବ୍ଲକ ସ୍ତରରେ ଆୟୋଜିତ ହେବ। ଓକେ, ଏବଂ ବିଜେତାଙ୍କ ନାମ ଜିଲ୍ଲା ସାଇବର ନୋଡାଲ ପୋଲିସ ଅଧିକାରୀଙ୍କ ନିକଟକୁ ପଠାଯିବ। ଦେନ୍ ରହିଛି ଡିଷ୍ଟ୍ରିକ୍ଟ ଲେବୁଲ। ଜିଲ୍ଲା ସ୍ତରରେ ବ୍ଲକ ସ୍ତରୀୟ ପ୍ରତିଯୋଗିତାର ବିଜେତାମାନେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଜିଲ୍ଲା ତାପରେ 2 ଜଣ ବିଜେତାଙ୍କୁ ଚୟନ କରିବେ, ଜଣେ ଓଡ଼ିଆରେ ଏବଂ ଜଣେ ଇଂରାଜୀରେ। ମୋଟ ଆପଣଙ୍କର 68 ଜଣ ବିଜେତାଙ୍କୁ ଚୟନ କରାଯିବ ଏବଂ ଏହି କାର୍ଯ୍ୟକ୍ରମ 3ରୁ 8 ନଭେମ୍ବର 2025 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜିଲ୍ଲା ଏସ୍ପି ମାନେ ଅନ୍ୟ ଅଂଶୀଦାରମାନଙ୍କ ସହିତ ପରିଚାଳନା କରିବେ। ଓକେ, ଦେନ୍ ରହିଛି ରେଞ୍ଜ ଲେବୁଲ। ପ୍ରତ୍ୟେକ ଜିଲ୍ଲାରୁ ବିଜେତାମାନଙ୍କୁ ସମ୍ପୃକ୍ତ ପୋଲିସ ରେଞ୍ଜ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ କରାଯିବ, ଯେଉଁଥିରେ 2 ଜଣ ଶିକ୍ଷାର୍ଥୀ, ଜଣେ ଓଡ଼ିଆରେ ଓ ଜଣେ ଇଂରାଜୀରେ ରାଜ୍ୟସ୍ତର ପାଇଁ ମନୋନୀତ କରାଯିବ। ମୋଟ 16 ଜଣ ଅଂଶଗ୍ରହଣକାରୀ, 8 ଜଣ ଓଡ଼ିଆରେ ଏବଂ 8 ଜଣ ଇଂରାଜୀରେ ଫାଇନାଲ ରାଜ୍ୟସ୍ତରୀୟକୁ ମନୋନୀତ କରାଯିବ, ଯେଉଁଟାକି ଆପଣଙ୍କର ରାଜ୍ୟସ୍ତରୀୟଟି ଆପଣ 9ରୁ 11 ନଭେମ୍ବର 2024 ପର୍ଯ୍ୟନ୍ତ। ଏଇଟା ହେଉଛି ରେଞ୍ଜ ଲେବୁଲଟା ଆପଣଙ୍କର 9ରୁ 11 ନଭେମ୍ବର 2025 ମଧ୍ୟରେ ଅନୁଷ୍ଠିତ ହେବ। ଦେନ୍ ଷ୍ଟେଟ୍ ଲେବୁଲ ଯେଉଁଟା ରହିଛି ଆପଣଙ୍କର 13ରୁ 14 ନଭେମ୍ବରରେ ଆପଣଙ୍କର ଅନୁଷ୍ଠିତ ହେବ, ଯେଉଁଟାକି ଆପଣଙ୍କର 16 ଜଣ ବିଜେତା ଯିବେ, 8 ଜଣ ଇଂରାଜୀ ଏବଂ 8 ଜଣ ଓଡ଼ିଆରୁ ଶିକ୍ଷାର୍ଥୀ ଆପଣଙ୍କର ଯେଉଁଟା ମନୋନୀତ ହେଇଥିବେ ରେଞ୍ଜ ଲେବୁଲରୁ ସେ ରାଜ୍ୟସ୍ତରକୁ ଯିବେ। ଦେନ୍ ଦେଖନ୍ତୁ ଆପଣଙ୍କର କ୍ଲାସ୍ 8ରୁ 12 ଯେଉଁ ରହିଛି କ୍ୟାଟେଗୋରୀ, ଆପଣଙ୍କର ଇଂଲିଶ ଟପିକ୍ ରହିଛି ଇଣ୍ଟରନେଟ୍ ବେଷ୍ଟ ଫ୍ରେଣ୍ଡ ଅର୍ ୱର୍ଷ୍ଟ ଏନିମି ଫର୍ ଷ୍ଟୁଡେଣ୍ଟ, ସୁଡ୍ ମୋବାଇଲ ଫୋନ୍ସ ବି ଆଲାଉଡ୍ ଇନ୍ କ୍ଲାସରୁମ୍, ଇଜ୍ ପ୍ଲେଇଂ ଅନଲାଇନ୍ ଗେମ୍ସ ଗୁଡ୍ ଅର୍ ବ୍ୟାଡ୍ ଫର୍ ୟଙ୍ଗ ମାଇଣ୍ଡସ୍, ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମିତ୍ର ନା ଶତ୍ରୁ, ଶ୍ରେଣୀକକ୍ଷରେ ମୋବାଇଲ ଫୋନ୍ର ବ୍ୟବହାର ଉଚିତ କି, ଯୁବପିଢ଼ିଙ୍କ ଉପରେ ଅନଲାଇନ୍ ଗେମ୍ର ପ୍ରଭାବ। ଦେନ୍ ଆପଣଙ୍କର ସେକେଣ୍ଡ ରାଉଣ୍ଡ, ପାସୱାର୍ଡ଼ ସେୟାର କରିବା ବିଶ୍ୱାସର ଚିହ୍ନ କି ବଡ଼ ଭୁଲ, ସାମ୍ପ୍ରତିକ ସମୟରେ ସୋସିଆଲ ମିଡ଼ିଆ ଲାଇକ୍ର ପ୍ରଭାବ, ସାଇବର ବୁଲିଂ ଶାରୀରିକ ବୁଲିଂ ଠାରୁ ଅଧିକ କଷ୍ଟଦାୟକ। ତ ଇଏ ରହିଛି ଆପଣଙ୍କର ଡିଟେଲ୍ସ ଆପଣଙ୍କର ଯେଉଁ ରହିଛି ଫାର୍ଷ୍ଟ ରାଉଣ୍ଡ ବ୍ଲକ ଲେବୁଲରେ ଏବଂ ସେକେଣ୍ଡ ରାଉଣ୍ଡ ଆପଣଙ୍କର ଡିଷ୍ଟ୍ରିକ୍ଟ ଲେବୁଲରେ ଯେଉଁ ପ୍ରତିଯୋଗିତା ଆପଣଙ୍କର କରାଯିବ ଡିବେଟ୍ ପ୍ରତିଯୋଗିତା, ତାର ଟପିକ୍ ଗୁଡ଼ିକ ସବୁ କ'ଣ ରହିଛି ଆପଣଙ୍କର ଇଂଲିଶ ଏବଂ ଓଡ଼ିଆ। ତ ପ୍ରତ୍ୟେକ ଷ୍ଟୁଡେଣ୍ଟ ଜଣେ ଇଂଲିଶରୁ ଏବଂ ଜଣେ ଇଂରାଜୀରୁ ଏବଂ ଜଣେ ଓଡ଼ିଆରୁ ଆପଣଙ୍କର ବ୍ଲକ ଲେବୁଲରୁ ସିଲେକ୍ଟ ହେବେ, ଯେଉଁଟାକି ଆପଣଙ୍କର ବ୍ଲକ ଲେବୁଲ କରାଯିବ 18ରୁ 31 ଅକ୍ଟୋବର ମଧ୍ୟରେ। ଦେନ୍ ଆପଣଙ୍କର ଡିଷ୍ଟ୍ରିକ୍ଟ ଲେବୁଲ କରାଯିବ ଆପଣଙ୍କର ଡେଟ୍ ଲାଇନ୍ଟା କ'ଣ ଡିଷ୍ଟ୍ରିକ୍ଟ ଲେବୁଲର 3ରୁ 8 ନଭେମ୍ବର ମଧ୍ୟରେ ଡିଷ୍ଟ୍ରିକ୍ଟ ଲେବୁଲଟା କରାଯିବ। ଦେନ୍ ଆପଣଙ୍କର ରେଞ୍ଜ ଲେବୁଲଟା କରାଯିବ 9ରୁ 11 ନଭେମ୍ବର ମଧ୍ୟରେ। ଆପଣଙ୍କର ଷ୍ଟେଟ୍ ଲେବୁଲ କରାଯିବ 13ରୁ 14 ନଭେମ୍ବର ମଧ୍ୟରେ। ତ ଏଇ ଥିଲା ଆଜିର ଡିଟେଲ୍ସ ଆପଣମାନଙ୍କର ଯେଉଁ ଡିବେଟ୍ କମ୍ପିଟିସନ୍ଟି କରାଯିବ ଆପଣଙ୍କର ସାଇବର ସେଫ୍ଟି ଆୱାରନେସ୍ କ୍ୟାମ୍ପେନ୍ 2025 ଉପରେ। ଆପଣଙ୍କ ଡିଫରେଣ୍ଟ ଲେବୁଲରେ କେଉଁ ଡେଟ୍ରେ
ଆପଣଙ୍କର କରାଯିବ ଏବଂ କେତେ ଜଣ ପ୍ରତିଯୋଗୀ ଆପଣଙ୍କର ନେକ୍ସଟ ଲେଭେଲକୁ ଆପଣଙ୍କର ଉତ୍ତୀର୍ଣ୍ଣ ହୋଇକି ଯିବେ ଏବଂ ଆପଣଙ୍କର ରାଜ୍ୟସ୍ତରୀୟ ଯେଉଁ ପ୍ରତିଯୋଗିତାଟି କେବେ କରାଯିବ। ହୋପ୍ ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗେ ଭିଡ଼ିଓ ଲାଇକ୍ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।